2000-2024 ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା। ସିଏ କୁଇଣ୍ଟାଲ 100 ଟଙ୍କା ଘୋଷଣା କରିଥିଲେ ମୁଠେଇ ଇତିମଧ୍ୟରେ 24 ବର୍ଷ ପରେ ଆମ ସରକାର ଆଇନ କଥା ଦେଇଥିଲା, କଥା ରଖିଲା, ଯୋଉଟାକି ଏଟ୍ ଏ ଟାଇମ୍ 800 ଟଙ୍କା ପାର କୁଇଣ୍ଟାଲରେ ବଢ଼ିଥିଲା ଏବଂ ସେଇଟା ଗତ ବର୍ଷଟା ଆମ ସରକାର ଆସିଲା ପରେ ପରେ ତାକୁ ସେମାନେ ବି ହାସ୍ୟରେ ଉଡ଼େଇ ଦେଉଥିଲେ ଯେ 800 ଦେଇଦେବେ କୁଇଣ୍ଟାଲ, ଆମେ 100 ଟଙ୍କା ଦେଇପାରିଲୁନି 800 ଦେଇଦେବେ। ସେ ନିଜେ ଦେଲେ ଆମେ କଥା ଦେଇଥିଲୁ ନିର୍ବାଚନ ସମୟରେ ଧାନ ଚାଷୀମାନଙ୍କର ହତାଶ ଭାବକୁ ଦେଖି ଯେ ଆମ ସରକାରକୁ ଧନ୍ୟବାଦ ଦେବି ଆମର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଆମର ସରକାରକୁ ଯିଏକି ସେ ଯାହା ଆମର ଇଲେକ୍ସନ ସମୟରେ କଥା ଦେଇଥିଲେ ସେ କଥା ରଖିଲେ। ଧାନ କୁଇଣ୍ଟାଲ 800 ଦିଆହେବ, ଗତ ବର୍ଷ ବି ଦିଆହେଇଛି, ଏ ବର୍ଷ ବି ଦିଆହେଇଛି। ଧାନ ବର୍ତ୍ତମାନ ଏখানে ବହୁ ଲୋକ ଏଥର ଧାନର ପ୍ରଡକ୍ସନଟା ଏଭଳି ଭାବରେ ବଢ଼ିଛି, ଗତ ବର୍ଷଠୁ ଡବଲ। ତଥାପି ସବୁ ଧାନ କିଣା ହେଉଛି। ପ୍ରୋବ୍ଲେମ୍ ଟିକେ କ'ଣ ହେଇଥିବ, କୋଉଠି ଧରନ୍ତୁ ଗାଡ଼ି ଯାଇନଥିବ, କୋଉ ଆଡ଼ି ନଥିବ, କଟନ୍ ଛଟରେ ବହୁତ କମ୍ ଆମେ ଜଗିଛୁ, ଆମ ଏରିଆରେ ଆମେ ଜଗିଛୁ, କିଛି ଅସୁବିଧା ନାହିଁ। ହାର୍ଡଲି କ'ଣ କାଟୁଛନ୍ତି କେତେ ଦେଖି ଯୋଉଟା ଖରାପ ଧାନ ସେଗୁଡ଼ାକ ନର୍ମାଲି କାଟି ଏବଂ କିନ୍ତୁ ଧାନରେ କଟନ୍ ଛଟରେ ଯୋଉଟା ପ୍ରଚାର ହେଉଛି ସେଟା ଠିଆ ଏବଂ ବଡ଼ କଥା ହେଉଛି ସବୁ ଚାଷୀମାନେ ଉତ୍କଣ୍ଠିତ ଯେ କି ହଁ ଚାଷର ବର୍ତ୍ତମାନ ସାରା ଓଡ଼ିଶାର ପାଖାପାଖି ଇଏରେ ବା ଷ୍ଟେଟ୍ରେ ଆପଣ ଦେଖିବେ ଇଏ ରେଟ୍ କେହି ଦେଉନାହାନ୍ତି। ବୁଝିଲେ, ଆମର ଯୋଉ 800 ଟଙ୍କା ପାର କୁଇଣ୍ଟାଲ ଦିଆହେଉଛି, ଚାଷୀମାନେ ଗତ ତ ଯେତେ ଆଗରୁ ଚାଷ ଗୁଡ଼ିକ ସବୁ ଲସ୍ରେ ଚାଲିଥିଲା, ବର୍ତ୍ତମାନ ଏଇ ଯୋଉ 800 ଟଙ୍କା ବଢ଼ିଗଲା ଫଳରେ ଚାଷୀମାନେ ଉପକୃତ ହଉଛନ୍ତି। ତା ଭିତରୁ କ'ଣ ଟିକେ ଭଳିଆ ରହିବ, କୋଉଠି ଅଗାଡ଼ି ରହିବ, ତାକୁ ସେଗୁଡ଼ାକ ତ ଦେଖେ ଧୀରେ ଧୀରେ ଶୁଣିବ। କିନ୍ତୁ ଯୋଉ କଟନ୍ ଛଟି କରୁଛନ୍ତି ସେଥିରେ ମିଲର୍ସ ମାନେ ବି ବଦମାସ ଅଛନ୍ତି, ବହୁତ ମିଲର୍ସ ଏବଂ କିଛି ବି ଧାନ ବେପାରୀ ବି ଅଛନ୍ତି କରିକି ମଧୁଚନ୍ଦ୍ର କରୁଛନ୍ତି। କିନ୍ତୁ ଆମ ତରଫରୁ ଆମ ପ୍ରଶାସନ ବର୍ତ୍ତମାନ ପୁରା ସଜାଗ ଏବଂ ଯେମିତି କଟନ୍ ଛଟି ନ ହଉ, ଚାଷୀମାନେ ଉପଯୁକ୍ତ ଇଏରେ ପାଆନ୍ତୁ ସେଇଟାକୁ ମଧ୍ୟ ଆମର ଚିନ୍ତା କରୁଛନ୍ତି। ଆମ ଅଫିସର ମାନେ ବି ଜିଲ୍ଲା ଲେଭେଲରେ ଦେଖୁଛୁ।